ଏବେ ଦିନ ସିନା ପଡ଼ କିନ୍ତୁ କାର୍ଯ୍ୟ ବ୍ୟସ୍ତତାରେ କେମିତି ଦିନ କଟି ଯାଉଛି ଜଣାପଡ଼ୁନି। ସାଙ୍ଗମାନେ ମୁଁ ଗୋଟେ ଫ୍ରେଶ୍ ମିନି ବ୍ଲଗ୍କୁ ସ୍ୱାଗତ କରୁଛି। ସକାଳୁ ସକାଳୁ ଛୁଆକୁ ପ୍ରଥମେ ଅଙ୍ଗନବାଡ଼ି ପାଇଁ ରେଡ଼ି କରିଦେଲି, କାରଣ ସକାଳୁ ଅଙ୍ଗନବାଡ଼ି ହେଉଛି। ଏବେ ତ ଏଇ ଆମ୍ବୁଲ କରିବା ଟାଇମ୍, ଆଚାର କରିବା ଟାଇମ୍, ସେଇଥିପାଇଁ ଛଡ଼ା ଯାଉଛି। ତାପରେ ଶାଗ ସବୁ କାଟିକି ଭାଜି ଦେଇଥିଲି ପଖାଳ ଖାଇବା ପାଇଁ। ଆଗରୁ ଯେ ଆମ୍ବୁଲ ଗୁଡ଼ା ରଖାଯାଇଥିଲା ସବୁ ତାକୁ ଶୁଖେଇ ଦେଇଥିଲି। ତାପରେ ମୁଁ ଚାଲିଲି ଶୁଖିଲା ମୁହଁରେ ହଂସ ଦେବା ପାଇଁ, ମାନେ ଖରାରେ ଝାଉଁଳି ଯାଇଥିବା ଗଛକୁ ପାଣି ଦେବା ନାହିଁ। ନୂଆ ଗଛ ପୁରୁଣା ଗଛ ସମସ୍ତଙ୍କ ଗଛର ପାଣି ଦେଇ ଦେଇ ମୁଁ ଦେଖିଲି ସମସ୍ତେ ହସୁଛନ୍ତି ପାଣି ପିଇ ସାରିଲା ପରେ। ତାପରେ ମୁଁ ଗାଧୋଇ ପାଧୋଇ ଆସିଥିଲି। କାଲି ଯେଉଁ ଗିଫ୍ଟ ମିଳିଥିଲା ତାକୁ ପୁରେଇବା ପାଇଁ ସକାଳୁ ବହୁତ କଷ୍ଟ ହେଲା। ହାତ ଯେତେ ହେଇଥାଉ ଗଣ୍ଠି ହେଲା ପୁରେଇବା ପାଇଁ ବହୁତ କଷ୍ଟ ହୁଏ। ଏଇ ଚୁଡ଼ି ପିଲାକୁ ଗାଧୋଇବା ପାଇଁ ନେଇକି ସିଏ ତ କହୁଛି ମୁଁ ଗାଧୋଇବି ଦେ, ଚାରିଆଡ଼େ ପାଣି ସବୁ ଏମିତି ଫିଙ୍ଗି ଦେବା ତା ଦେହରେ ଟିକେ ପାଣି ଢାଳିକି ଘରକୁ ନେଇ ଆସିଥିଲି। ପ୍ୟାଣ୍ଟ ସାର୍ଟ ପିନ୍ଧି ତାକୁ ସଜ କରିଦେଇଥିଲି। ଆପଣମାନେ ତ ଜାଣିଛନ୍ତି କାଲି ଗଲା ମୋ ମ୍ୟାରେଜ୍ ଆନିଭର୍ସରୀ। ସିଏ ପାଖରେ ନାହାନ୍ତି ବୋଲି ସେଥିପାଇଁ କେକ୍ କଟିଂ ହେଇନଥିଲା, କିନ୍ତୁ ପିଲାମାନଙ୍କର ଜିଦ୍ରେ କେକ୍ ଆସି ହାଜର ହେଇଗଲା। ପିଲାମାନେ ଖୁସି ଖୁସିରେ ନିଜେ କାଟିକି ସମସ୍ତଙ୍କୁ ଖାଇବା ପାଇଁ ଦେଇ ଦେଇଥିଲେ, ଆଉ ନିଜେ ନିଜେ ବି ଖାଇ ନେଇଥିଲେ। ସ୍ୱାମୀ ପାଖରେ ନଥିଲେ ବି ପିଲାମାନଙ୍କ ଖୁସି ଲାଗି କେକ୍ କଟିଂ ହେଲା। ତାପରେ ଦ୍ୱିପହରେ ଲଞ୍ଚରେ ଦହି କଡ଼ି ଆଉ ଆଳୁର ଚଟଣି, ପୁରା ସାଧା ସିଧା। ସନ୍ଧ୍ୟା ବେଳେ ପିଲାମାନଙ୍କର ପୁଣି ଜିଦ୍ ହେଲା ଯେ ପିଜ୍ଜା ଖାଇବେ। ପିଲାମାନଙ୍କ ଅନୁରୋଧରେ ଆସିଥିଲା ଭେଜ୍ ପନିର ପିଜ୍ଜା। ପିଲାମାନେ ଖାଇକି ବହୁତ ଖୁସି ହେଲେ, କିନ୍ତୁ ମୋତେ ଏତେ ଖାସ୍ ଲାଗିଲାନି। କିନ୍ତୁ ଏଇଗୁଡ଼ା ଖାଇବା ପାଇଁ କାହିଁକି ଏତେ ଜିଦ୍ କରନ୍ତି କେଜାଣି। ତାପରେ ରାତିକି ତିଆରି ହେଇଥିଲା ସୋୟା ବଡ଼ିର ମଞ୍ଚୁରିଆନ୍ ଆଜି ପ୍ରଥମ ଥର ପାଇଁ ଟ୍ରାଏ କଲେ, ବହୁତ ଭଲ ହେଇଥିଲା। ସୋୟା ବଡ଼ିର ମଞ୍ଚୁରିଆନ୍ ଆଉ ରୁଟି। ଏବେ ତ ଘରେ ଘରେ ଆଚାର ଆମ୍ବୁଲ କରିବା ସମୟ, କିନ୍ତୁ କାହା କାହା ଘରେ ଆଚାର ଆମ୍ବୁଲ ହେଇସାରିଲାଣି କମେଣ୍ଟରେ ଜଣେଇବେ। ପିଲାମାନଙ୍କ ଖୁସି ଯୋଗୁଁ ଆଜି କେକ୍ କଟିଂ ସେଲିବ୍ରେସନ୍ ହୋଇଥିଲା। ଏବେ ଆଚାର ଆମ୍ବୁଲ ଆଉ ଘର କାମ ସମସ୍ତଙ୍କ କାମ ସରିଲା ବେଳକୁ ଟାଇମ୍ ହିଁ ଜଣାପଡ଼ୁଛି। ଭିଡ଼ିଓରେ ଲାଇକ୍ ସେୟାର ଫଲୋ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।